बंधु नमस्कार। शुणिले दुखित हेबे पुणी खुशी हेबे। दुखित कहीं हेबे जे आपण को साहाय्य करेनि देवगुरु बृहस्पति, मासाधिपति रवि आउ द्वादश राहु, जन्म शनि पूरापूरी हैरान करेंगे। बृहस्पति और रवि अर्धमात्रा हैरान करेंगे। राहु और शनि पूर्ण सहयोग करेंगे। मंगल और केतु और शुक्र आपणकर मीन राशि। तो आज आम मीन राशि उपरे जो संदर्भ पाठ करवा तार विषय वस्तु सारांश है जे मंगल, केतु और शुक्र मास सारा धन, आनंद, सुख, शांति देवे। अन्य पक्षरे बृहस्पति सबु सुख शांति को हरण करिवे। रवि यथेष्ट हैरान करिवे। जन्म शनि रोग व्याधि शज्यारे शुआई देवे। 22/6 पर बुद्ध शोक संवाद शुणाइबे। द्वादश राहु धन हानि करिवा पाई योजना करिवे। मात्र भूमिपुत्र मंगल यथेष्ट खूब बेसी जेते आशा कर जाई पारे सेते अधिक धन देवे। केतु मंगलंगर ये प्रस्ताव को स्वागत करिवे। से भी यथेष्ट धन देवे। अन्य पक्षरे हैरान करथुवा शनि राहु स्वतंत्र स्वतंत्र नक्षत्र को तांको इच्छा अनुसार धन सुख शांति देई पारंती। ये मासर सारांश फल। आज संक्रांति, रज संक्रांति, 12 संक्रांति मध्यरु आजिर संक्रांति को अशुभ संक्रांति बोली विज्ञ समाज ग्रहण करिछंती। आज पृथ्वी रजस्वला समस्त नारी पाई ए मासटी ए संक्रांति अशुभ। तेणु देवी मंदिर मानकरे आदौ अग्नि जलिबा अनुचित। होम कार्य वर्जनीय। माटी उपरे केउठारे भी होम कार्य हेब नाही। गंगा नदी व्यतीत सबु नदी आज अशुद्ध। ये मासरे कुक्षी संचार हेतु विचित्र वर्षा हेब। केउठी आदौ हबनी, केउठी अल्प हब, केउठी प्रलय लीला सृष्टि करी वर्षा प्रफुल्लित हेब। बंधु ये हला पाणीपाग कथा, पूजा कथा, होम कथा। तेणु लक्ष्य करिवे आज आम ओडिशार को मंदिर रे भी बलि दिया, पशु बलि दिया। मानसिक पूरण पाई कहीं कहीं बोदा बलि देवे। तेणु एते गुड़िए भूल काम हम, जीव हत्या हम। ये सब कारण ये मासटी को ए संक्रांति को आज दिन को अशुभ भाव ग्रहण करा जाइछि। अनेक अंधविश्वास वशवर्ती होई बहु लोक संक्रांति रे पशु हत्या करिवे
ଏବଂ ସେ ମାଂସ କୁଆଡ଼େ ଦେବୀଙ୍କ ପ୍ରସାଦ, ତାକୁ ନେଇ ଘରେ ଅଗ୍ନିଦଗ୍ଧ କରି ମାନେ ରାନ୍ଧି ଖାଇବେ। ଏମିତି ଯଦି ଭିତରକୁ ଯିବା, ଯାହା ବାହାରିବ ଖାଲି ପଚା ଗନ୍ଧ। ଆସନ୍ତୁ ମୀନ ରାଶି ଉପରେ ଏକ ଅଧ୍ୟୟନ କରିବା। ମାସାଧିପତି ରବି ମିଥୁନକୁ ଆସିଲେ ମୀନ, ମେଷ, ବୃଷ, ମିଥୁନ। ମୀନ, ମେଷ, ବୃଷ, ମିଥୁନ, ଚତୁର୍ଥ ରବି। ମିଥୁନରେ ଅଛନ୍ତି କିଏ? ବୃହସ୍ପତି। ଆଉ କିଏ ଅଛନ୍ତି? ବୁଧ। ତେଣୁ ଚତୁର୍ଥ ବୃହସ୍ପତି ଜମା ଶୁଭ ସୁଖ ମଙ୍ଗଳ କରନ୍ତି ନାହିଁ, କାମନା କରନ୍ତି ନାହିଁ, ସବୁ ସୁଖ ହରଣ କରନ୍ତି। ଯେଉଁମାନଙ୍କର ମୀନରାଶି ସେମାନଙ୍କର ମା, ଜନନୀ, ବୋଉ, ମମି ଗୋଟିଏ କଥା, ଟିକେ କଷ୍ଟ ଭୋଗିବେ। ମାର ଦୁଃଖ ଦେଖି ମାତୃବତ୍ସଳ ପୁତ୍ର ଭାଙ୍ଗି ପଡ଼ିବ। ବଡ଼ ସୁଖରେ ଦୁଃଖର ପରଦା ଢାଙ୍କି ହେଇଯିବ। ରବି ଏଇ ସୁଖକୁ ଖିନ୍ ଭିନ୍ କରି ଚିରି ହେଁ ହସିବେ। ବୁଧ କିଛି କହିପାରିବେନି କି ସହିପାରିବେନି। ବୁଝିଲେ ମୋ କଥା? ଜନ୍ମ ଶନି, ଶନି ଏବେ ମୀନରେ, ତେଣୁ ଶାରୀରିକ କ୍ଲେଶ କ୍ରମଶଃ ବଢ଼ି ଯିବ। ରାହୁ ଏବେ କୁମ୍ଭରେ, ମାନେ 12 ନମ୍ବର ଘରେ, ସୁତରାଂ ବିଭିନ୍ନ ଉପାୟରେ ହାତରୁ ଧନ ପଳେଇବ। ମାନେ ଖର୍ଚ୍ଚ କରିବା ପାଇଁ ବୁଦ୍ଧି ମୁଣ୍ଡକୁ ଆସିବ। ରାହୁ ଏଇ ବୁଦ୍ଧି ଦେବେ, କେମିତି ଖର୍ଚ୍ଚ କରିବା, କେଉଁଠୁ କେମିତି ଆୟ ହେବ, ଏ ଚିନ୍ତା ଆଦୌ ମୁଣ୍ଡକୁ ଆସିବନି। ଦେଖିବା ପଣ୍ଡିତେ କ'ଣ ଲେଖିଲେ। ଗୁରୁ ଏବେ ମିଥୁନରେ, ମୀନ ପାଇଁ ଚତୁର୍ଥ ଘରୁ ସୁଖ ଖୋଜା ଯାଇଥାଏ। ଚତୁର୍ଥ ଗୁରୁ ସୁଖ ଦେବାରେ ଅକ୍ଷମ, ବରଂ ଚତୁର୍ଥ ଗୁରୁଙ୍କ ଯୋଗୁଁ ଧନହାନି ହେବ। କୃଷିରେ କୃଷକ, ବ୍ୟବସାୟରେ ବ୍ୟବସାୟୀ ବୁଦ୍ଧି ବିଚାରି କାର୍ଯ୍ୟ ନ କଲେ ବଡ଼ ହଇରାଣ ହେବେ। ଯେତିକି ପଇସା ସେ ଖର୍ଚ୍ଚ କରିବେ ଚାଷରେ ବା ବ୍ୟବସାୟରେ, ତା'ର ଠିକ୍ ତଦାରଖ ନ କଲେ, ଲେଖାରଖା ନ କଲେ, ସେ ପଇସା ଆଉ ଫେରିବ ନାହିଁ। ପୁନଃ ପଇସା ଖର୍ଚ୍ଚ କରିବାକୁ ପଡ଼ିବ, ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ମୀନ ରାଶିର ସମସ୍ତଙ୍କୁ ବୃହସ୍ପତି ହଇରାଣ କରିବେ। ରାହୁ କୁମ୍ଭରେ, ମୀନ ପାଇଁ ଦ୍ୱାଦଶ ରାହୁଙ୍କ ପାଇଁ ଶରୀର ପ୍ରାୟ ଅସୁସ୍ଥ ହୋଇଥାଏ। ପୁଣି ରବି ବି ଚତୁର୍ଥ ରବି ନାନା ରୋଗର ଆବାହକ। ଚତୁର୍ଥ ରବିଙ୍କ ପାଇଁ, ମାସାଧିପତି ରବିଙ୍କ ପାଇଁ ଆପାଦ ମସ୍ତକର କେଉଁ ଅଙ୍ଗ ବା ପ୍ରତ୍ୟଙ୍ଗ କେତେବେଳେ ଯନ୍ତ୍ରଣା ଭୋଗିବ, ସେ କଥା ଆଦୌ ଆଶା କରିନଥିବେ। ସ୍ୱାସ୍ଥ୍ୟ ବିଗିଡ଼ିଯିବ। ତେଣୁ ସାବଧାନ, ସବୁବେଳେ ମନେ ରଖିବେ, ଶରୀରମ୍ ଆଦ୍ୟମ୍, ଆଗେ ଦେହ। ଓଡ଼ିଆରେ ପଦଟିଏ ଲେଖାଯାଇଛି, ମୋ ବୋଉ କହେ, ଦେହକୁ ଜଗି ଧର୍ମ କର। ଦେହକୁ ଆଗେ ଜଗ। ଦେହ ଥିଲେ ସୁଖ, ଶାନ୍ତି, ତପ, ଧନ ସବୁ କିଛି ପାଇପାରିବୁ। ଆଗେ ଦେହ, ତାପରେ ଧର୍ମ। ଶରୀରମ୍ ଆଦ୍ୟମ୍, ଖୋଳ ଧର୍ମ ସାଧନ। ସ୍ୱାସ୍ଥ୍ୟ ବିଗିଡ଼ିଯିବ। ଜନ୍ମ ଶନି ମନରେ ଭୟ ସଞ୍ଚାର କରିଥାନ୍ତି। ମନ ବିଚଳିତ ହେବ। ବିପଦ ବେଳେ ଶତ୍ରୁ ହଇରାଣ କରିଥାନ୍ତି। ନଈ ପଡ଼ିଥିବ ଯେତିକି ବେଳେ ବିଧାୟ ମାରିବ, ସେତିକି ବେଳେ ଶତ୍ରୁ ଜଗିଥାନ୍ତି କେତେବେଳେ ତାକୁ ଦୁଃଖ ଆସିଲା। ତେଣୁ ଶତ୍ରୁ ହଇରାଣ କରିବାର ସମୟ ଆସିଯାଇଛି। 22/6 ପରେ ବୁଧ ପଞ୍ଚମ ହେବେ।
ଏଣୁ ଶୋକ କରିବା ପାଇଁ ପରିସ୍ଥିତି ସୃଷ୍ଟି ହେବ। ଏତେ ଦୁଃଖ ପରେ ବି ଆଉ ଦୁଃଖ ଆସିବ, ଶୋକ କରିବାକୁ ପଡ଼ିବ। ବୁଦ୍ଧ ଏ ପରିସ୍ଥିତି ସୃଷ୍ଟି କରିବେ। ଗୃହର ମେରୁଦଣ୍ଡ ନାରୀ ଶକ୍ତି। ଗୃହିଣୀମ୍ ଗୃହମୁଚ୍ୟତେ, ଘରଣୀକୁ ଘର କୁହାଯାଏ। ନ ଗୃହମ୍ ଗୃହମିତ୍ୟାଉ, ଘରକୁ ଚାରିକାନ୍ଥ ବେଷ୍ଟିତ ଘରକୁ ଘର କୁହାଯାଏ ନା। ଘରଣୀ କି ଘର କୁହାଯାଏ। ଘରଣୀ ଶବ୍ଦର ଅର୍ଥ ଘର, ଘର ଶବ୍ଦର ଅର୍ଥ ଘରଣୀ। ଏଇଟା ମନେ ରଖିବେ। ଘରେ ମନା କଲେ ପରା କିଏ କହନ୍ତିନି, ମାନେ ଏଠି ଘରେ ବୋଇଲେ ବୁଝିବାକୁ ପଡ଼ିବ ତା ସ୍ତ୍ରୀ। କେତେଟା ପିଲା ଅଛନ୍ତି ଏଇଟାକୁ କହିଦିଅନ୍ତି, ଆଦୌ ଦେଖିନାହାନ୍ତି ସ୍ତ୍ରୀ କେମିତିଆ, କଳା କି ଗୋରା, ଡେଙ୍ଗା କି ପତଳା, ସ୍ତ୍ରୀ ଅର୍ଥ କ'ଣ ଜାଣିନାହାନ୍ତି, ସିଏ ଲୋକ ଘରେ ମନା କଲେ। କିନ୍ତୁ ଘର ଶବ୍ଦର ଅର୍ଥ ସ୍ତ୍ରୀ। ଗୃହର ମେରୁଦଣ୍ଡ ହେଲେ ନାରୀ। ନାରୀ ମାନେ ଏଇ ସମସ୍ୟା ସବୁ ଦେଖି ପୁରୁଷମାନଙ୍କର ହତୋତ୍ସାହ ଭାବ ଦେଖି ସେ ଭାଙ୍ଗି ପଡ଼ିବେ, ଚିନ୍ତାରେ ନିମଗ୍ନ ହେଇଯିବେ। ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। 22:6 ପରେ ମହିଳାମାନେ ଏହି ସବୁ ବିଷୟ ଚିନ୍ତା କରି ଚିନ୍ତିତ ହେବେ। ପଞ୍ଚମ ବୁଦ୍ଧ ହେତୁ ଛାତ୍ର ଛାତ୍ରୀଗଣ ବିଦ୍ୟା କ୍ଷେତ୍ରରେ ହାରିଯିବେ, ପାଠ ଭୁଲିଯିବେ, କିଛି ମନେ ରହିବନି। ବହିପତ୍ର ଦେଖିଲେ ଚିଡ଼ଚିଡ଼ା ଲାଗିବ, ଆଦୌ ଶ୍ରଦ୍ଧା ହେବନି ପଢ଼ିବା ପାଇଁ। ଏତେ ସମସ୍ୟାର ସମାଧାନ ପାଇଁ ଇଏ ସମସ୍ୟା ସୃଷ୍ଟି କଲେ ଏମାନେ। ଏହିସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଅଛନ୍ତି ନା ଆମର ପାଳିତ ଯୋଦ୍ଧାମାନେ, ସୀମାନ୍ତ ବାହିନୀମାନେ। ସେ କିଏ ହେଲେ ନା ସମାଧାନ କରିବା ପାଇଁ ଅଛନ୍ତି। ରବି ବୁଦ୍ଧ ଗୁରୁ ସିନା ହଇରାଣ କରିବେ, ଅନ୍ୟ ଗ୍ରହଗଣ ଯୋଜନା କରୁଛନ୍ତି କିଭଳି ସାହାଯ୍ୟ ସହଯୋଗ କରିବେ। ଷଷ୍ଠ ମଙ୍ଗଳ ଯଥେଷ୍ଟ ସୁଖ ଶାନ୍ତି ଦେଇ ସବୁ ଚିନ୍ତା ଦୂର କରିବେ। ସବୁ ପ୍ରକାର ସୁଖ ସିଏ ଦେବେ। କିଏ? ଷଷ୍ଠ ମଙ୍ଗଳ। 22:6 ଯାଏ ବି ବୁଦ୍ଧ ଯଥେଷ୍ଟ ଧନ ଦେବେ। 22:6ରୁ ସିନା ସିଏ ଦେବେ ସୁଖ ସମ୍ବାଦ, 22:6 ଯାଏ ସିଏ କ'ଣ କରିବେ ନା ଧନ ଦେବେ ବୁଦ୍ଧ। ଶୁକ୍ରଙ୍କ ପାଇଁ ଅନେକ ସୁଖ ଆସିବ, ଅନେକ ସୁଖ ଆସିବ। ସୁଖ ଚିନ୍ତା କରିବେ। ଶୁକ୍ର 29:6 ପରେ ଶୁକ୍ର ଧନ ବୃଦ୍ଧି କରିବେ। 28:6 ଯାଏଁ ସୁଖ ଦେବେ। ସେ ସୁଖରେ ଆଉ ଟିକେ ସୁଖ ମିଶାଇବେ, ଧନ ବୃଦ୍ଧି କରିବେ। ଶୁକ୍ର ମାନେ ମାସ ସାରା ମଙ୍ଗଳ, ଶୁକ୍ର, 22:6 ଯାଏଁ ବୁଦ୍ଧ ଧନ ସୁଖ ଶାନ୍ତି ଦେବେ। 26 ଶନି, ଯେଉଁ ଜନ୍ମ ଶନି, ସେ 25 ନକ୍ଷତ୍ରର ସୁଖ ଚିନ୍ତା କରିବେ। ପୂର୍ବଭାଦ୍ର ମୀନ ରାଶିର ବନ୍ଧୁଗଣ ଶନିଙ୍କ କଲ୍ୟାଣ ପାଇବେ। ଶନି ଦୟାକଲେ 26-27 ନକ୍ଷତ୍ର କିଭଳି ସ୍ୱକର୍ମରେ ବିଜୟୀ ହେବେ, ଏ ଚିନ୍ତା ବି ଶନି କରିବେ। କ'ଣ କହୁଥିଲେ? ଜନ୍ମ ଶନି ହଇରାଣ କରିବ? ନାଇଁ। ଅଲଗା କହିଥିଲେ ନା, ଅଲଗା ସମୟରେ ଶନି ଲୁଚି ଛପିକିରି ଏଇ 3 ନକ୍ଷତ୍ରକୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଧନ ସୁଖ ଶାନ୍ତି ଦେବେ। 25 ଧନ ଦେବେ, ଆଉ 26-27 ପୂର୍ବଭାଦ୍ର ଆଉ ରେବତୀକୁ ସୁଖ ଦେବେ। ସ୍ୱକର୍ମରେ କିଭଳି ବିଜୟୀ ହେବେ, ସମସ୍ତ ଆବାଳ ବୃଦ୍ଧ ବନିତା ଶନି ସହଯୋଗ କରିବେ। ଏ ଚିନ୍ତା ବି ଶନି କରିବେ। ରାହୁ ଠିକ୍ ଶନିଙ୍କ ପରି ସୁଖ ବିଜୟ କରାଇବେ। ଦ୍ୱାଦଶ ରାହୁ, ସିଏ ବି ଦେଖିଲେ ଗୋଟିଏ ମାଙ୍କଡ଼ ଡେଇଁଲେ ଆଉ ଗୋଟିଏ ମାଙ୍କଡ଼ ଡିଏଁ। ଗୋଟିଏ ଦୁଷ୍ଟ ଗ୍ରହ ଯେତେବେଳେ ସହଯୋଗ କରୁଛି, ମୁଁ ଯଦି ସହଯୋଗ ନ କରିବି ଲୋକେ ମୋତେ କ'ଣ କହିବେ? ଅନ୍ୟ ଗ୍ରହମାନେ କ'ଣ କହିବେ? ତୁ ଅନ୍ଧଟା କି, ଦେଖିପାରୁନୁ କି? ଶନି ଭଳିଆ ଲୋକ ସାହାଯ୍ୟ କରୁଛନ୍ତି, ତୁ କ'ଣ ବସିଛୁ? ଶନି କୁଆଡ଼େ ଲୋକ। ସେ ଯାଉ ଶନି ଆଉ ରାହୁ ମିଳିତ ଭାବରେ ଧନ ଦେବେ ଆଉ ବିଜୟୀ କରାଇବେ। କେତୁ ଧନ ଲାଭ ପାଇଁ ପୂର୍ଣ୍ଣ ସହାୟ ହେବେ। ଷଷ୍ଠ କେତୁ, ଧନ କେମିତି ଆସିବ, କେଉଁଠୁ ଆସିବ, କେମିତି ଆସିବ, ସେ ଚିନ୍ତା ଖାଲି ମୁଣ୍ଡ ଭିତରେ ଭର୍ତ୍ତି କରିବେ। କିଏ? କେତୁ। ପୂର୍ଣ୍ଣ ସହାୟ ହେବେ ଧନ ବୃଦ୍ଧି ପାଇଁ। 25 ଓ 26 ନକ୍ଷତ୍ର ସମ୍ପଦ ବୃଦ୍ଧି ପାଇଁ କେତୁ ସହାୟ ହେବେ। ପୂର୍ବଭାଦ୍ର
मीन ओ उत्तर भाद्र मीन को केतु सहाय हेबे संपद वृद्धि हेब किभली 27 सौभाग्य वृद्धि पाई केतु सहयोग कर शनि राहु केतु शुक्र मंगल जिते बड़े एते योद्धा अच्छा सीमांत बाहिनी से मार गोली से रवि की आउ बृहस्पति की आउ बुध को आमर तो मंगल हब ना बुझा पड़ा कारण से सिंहरे केतु षष्ठस्थ बृहस्पति हेतु मीन राशि व्यक्तिगण निज बाम हस्तरे असह्य जंत्रणा भोगे बृहस्पति देवगुरु चतुर्थ बृहस्पति बाँ हाथ जंत्रणा हम ओहो भारी बिंधुची इत्यादि 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 बृहस्पति मीन राशि व्यक्तिगण निज निज बाम हस्तरे असह्य जंत्रणा भोग करेंगे रवि यही नक्षत्र त्रयंकु खाली बुले किसी काम नहीं टिके पोल आड़ू बुलियाले केमती हंता आई मद ना आन टे बटवा खोजा हरिया आवे टिके पुरी जाइए देव दर्शन कर आसवा एमती वृथा भ्रमण रवि वृथा बुलेबे नक्षत्र त्रयंकु पैसा तो एपटू पाई ना केतु देवे मंगल देवे शुक्र देवे शनि देवे राहु देवे पाखे पैसा अच्छी आ कौन करिया बुलवा खर्च करवा हौ हौ आपा खर्च करुथा परे पस्तेबू हाँ देखी जाई खर्च कर हाँ धन परा सबू सुखर कारण संचय करू ना खर्च करू अबुझाटा नहीं नहीं संचय कर तेबे जेबे प्रबल धन मिल तेबे धैर्य धरी या जदि आम संचय न करिबा ठीक जगह विनियोग न करिबा मूलर कही कृषक को आउ व्यवसायी को जहाँ देश चली से भली आईनजीवी डाक्तर जहाँ पाखक प्रतिदिन अर्थ आसे विभिन्न उपाय से माने भी सतर्क रुहतु कारण से धन जहाँ आपण अन्यठू आनी ताही आपण बुमेरांग हम चिकित्सक आउ आईनजीवी ये धन बुमेरांग हम सावधान हाथे मापी चाक्षण चलिए आउ जो माँ भौणी मैंने धैर्यहरा होती हेबेनी कारण मीन राशि यही महिला मानू सहयोग करेंगे मंगल केतु शुक्र राहु आउ शनि हौ आसंता काली जदि भगवान दया करेंगे ताहले ए स्नान पूर्णिमा उपरे पदटे बोलिबा ना कौन कहते रही आज नमस्कार।